ବିଶ୍ୱରପୁର ଭଗବତ ମେଳଣ ଉଦ୍ଯାପିତ। ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ପଞ୍ଚାୟତ ବିଶ୍ୱରପୁର ଗ୍ରାମରେ 2 ଦିନ ଧରି ଚାଲିଥିବା ଭଗବତ ମେଳନ ଆଜି ଉଦ୍ଯାପିତ ହୋଇଯାଇଛି। ପଡ଼ୋଶୀ ଗ୍ରାମର 4 ବିମାନ ଶୋଭାଯାତ୍ରାରେ ମେଳନ ପଡ଼ିଆକୁ ଆସିଥିଲେ। ଏନେଇ ଗ୍ରାମରେ ଆୟୋଜିତ ସଭାରେ ସରକାରଙ୍କ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ଡକ୍ଟର ଅରବିନ୍ଦ ଡାଲି, ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି, ମାଗୁଣୀ ସେଠୀ, ଜିଲ୍ଲା ସାଂଗଠନିକ ସମ୍ପାଦିକା ଝିଲି ସାମନ୍ତରାୟ, ବିଜେପି କୃଷକ ମୋର୍ଚ୍ଚା ସଭାପତି ସଞ୍ଜୟ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାମ କମିଟି ପକ୍ଷରୁ ନିମନ୍ତ୍ରିତ ଅତିଥି ବୃନ୍ଦକୁ ସମ୍ମାନିତ କରାଯାଇଥିଲା। କମିଟି ସଭାପତି ମନୋରଞ୍ଜନ ଭଟ୍ଟ, ସମ୍ପାଦକ ସମୀର ପରିଡ଼ା, ଉପସଭାପତି ମଧୁସୂଦନ ମହାନ୍ତି, ସାଧାରଣ ସମ୍ପାଦକ ଭାଗୀରଥୀ ସେଠୀ, କୋଷାଧ୍ୟକ୍ଷ ଦାଶରଥୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ଖଟୁଆ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ମନୋହରୀ ଦୋକାନ ଖୋଲିବା ସହ ଆତସବାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉପସଚେତକ ଓ ମହିଳା କମିଶନ ଅଧ୍ୟକ୍ଷା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଯାତ୍ରାର ଶୁଭାରମ୍ଭ କରିଥିଲେ।